ହଉ ଆମର ଏ ବର୍ଷ ସବୁ ପ୍ରଥମ ମନ୍ତ୍ର ପଦ କେତେ କେତେ ସବୁ ପଢ଼ା ସରିଲାଣି ସାମାଜିକ ଭୂଗୋଳ ହେଲା। ତାହେଲେ ତମେ ମାନେ ଏଇଥିରେ ଯୋଉ ଦେଇଛି କ'ଣ କ'ଣ ସବୁ ତମେ ପାଇସାରିଲାଣି କହିଲ କୁକୁଡ଼ା ବର୍ଷ ଗଲା ନିଜ ଅଞ୍ଚଳର ମୁଖ୍ୟ ଫସଲ ବିଭିନ୍ନ ପ୍ରକାର କୃଷି କାର୍ଯ୍ୟ ଏଟା ସରିଛି। ହଁ ପୃଥିବୀ ମାନଚିତ୍ରରେ ମୁଖ୍ୟ ଖଣିଜ ସମ୍ପଦ କୋଇଲା ଖଣିଜ ତୈଳ ପର୍ଯ୍ୟଟନ ସ୍ଥାନ ସରିଛି। ଯୋଉଟା ସରିନି କହିବ ତାକୁ ଅଥରେ ଦେଖିବ ହେଲା। ତାପରେ ସମସ୍ତ ଅଞ୍ଚଳର ବିକାଶ ଓ ପରିଚାଳନା ପାଇଁ ପ୍ରାକୃତିକ ସମ୍ପଦ ଯଥା ଜଳ ମୃତ୍ତିକା ଜଙ୍ଗଲ ଇତ୍ୟାଦିର ନ୍ୟାୟୋଚିତ ବ୍ୟବହାର ସରିଛି। ସମ୍ବଳ ହେଇଥିବା 3-4ଟା ପିରିୟଡ଼ ଦେଶ ବା ପୃଥିବୀର ବିରୁଦ୍ଧରେ ବିଭିନ୍ନ ପ୍ରକାର କୃଷି କାର୍ଯ୍ୟ ବିକାଶ ମଧ୍ୟରେ ଥିବା ସମ୍ପର୍କକୁ ଯୋଡ଼ି ଆସ ସେଗୁଡ଼ିକୁ ମାନଚିତ୍ରରେ ଦର୍ଶାଇବା ଏଟା ଅଧା ହେଇଛି ଏଟା ପୁରା ହେଇନି। ହଁ ଭାରତ ଦେଶର ବିଭିନ୍ନ ରାଜ୍ୟର ଜନସଂଖ୍ୟାକୁ ସ୍ତମ୍ଭ ଲେଖା ମଧ୍ୟରେ ପ୍ରଦର୍ଶନ କରିବା ଏଟା ହେଇଛି। ଆଚ୍ଛା ଆଉ ରହିଲା କୋଉଟା 1957 ସିପାହୀ ବିଦ୍ରୋହ ସରିଛି ନା ସରିନି ସରିନି। ଆଚ୍ଛା ହଉ ଦେଖିବା ଆଉ ଏଇଠିର ଆମେ ଯେତିକି ବିଷୟ ପଢ଼େଇଛେ ତା ଭିତରେ ଏଗୁଡ଼ିକ ଭିତରୁ କୋଉଟା ତମର ହେଇନି ଗୁଣାବଳୀ ଗଠନ କାର୍ଯ୍ୟକାଠକ ଆଧାର କରି ସାମଗ୍ରୀ ଜୀବଜନ୍ତୁ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବ ଯେପରି ପ୍ରାକୃତିକ ମନୁଷ୍ୟକୃତ ତନ୍ତୁ ସଂସ୍ପର୍ଶ ଅସଂସ୍ପର୍ଶୀୟ ଜଳ ବିଦ୍ୟୁତ୍ ପରିବାହୀ ସୁପରିବାହୀ ତରଳ ପଦାର୍ଥ ପ୍ରାଣୀ କୋଷ ଉଦ୍ଭିଦ କୋଷ এটা ହେଇଛି ତ ହେଲା। ତାର ଏଇଠୁ ତମେ ନିଜେ ଦେଖ କୋଉଟା ହେଇନି ଚତୁଃପାର୍ଶ୍ୱରେ ଉପଲବ୍ଧ ସାମଗ୍ରୀକୁ ନେଇ ମଡେଲ ପ୍ରସ୍ତୁତ କରିବା ଏବଂ ସେଗୁଡ଼ିକ କାର୍ଯ୍ୟକାରିତା ସମ୍ପର୍କରେ ବର୍ଣ୍ଣନା କରିବା। ଉଦାହରଣ ସ୍ୱରୂପ ଏକ ତାରା ଇଲେକ୍ଟ୍ରୋସ୍କୋପ ଅଗ୍ନିନିର୍ବାପକ ଯନ୍ତ୍ର ସେଦିନ କୁହା ହଉଥିଲା ହେଲା। ହବ ଏଯାକ